ଦେଖନ୍ତୁ ଏଇଟା ଓଡ଼ିଆ ଅସ୍ମିତା କହିକି ସରକାରକୁ ଆସିଲା। ଓଡ଼ିଆ ଅସ୍ମିତା କହିକି ସରକାରକୁ ଆସିଲା। ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାରେ ଯେତେବେଳେ କ୍ରିକେଟ ଖେଳ ହେଉଛି ସାରା ବିଶ୍ୱ ଦେଖୁଛି, ସେତେବେଳେ ଲାଇନ୍ ଚାଲି ଯାଉଛି। ୟାଠୁ ଦୁର୍ଭାଗ୍ୟ ଆଉ କ'ଣ ଥାଇପାରେ? ସାରା ବିଶ୍ୱ ଦେଖିଲା ଓଡ଼ିଶାରେ ଖେଳ ହେଉଛି ଏବଂ ସେ ଖେଳରେ ଲାଇଟ୍ ପଳାଉଛି, ସମ୍ପୂର୍ଣ୍ଣ ଅନ୍ଧାର। ମାନେ ୟାଠୁ ଲଜ୍ଜାଜନକ କଥା କିଛି ନାହିଁ। ଭାଗ୍ୟ ଭଲ 20 ମିନିଟ୍ ଆଣିଲେ, ଆଙ୍କେ କିନ୍ତୁ 4 ଘଣ୍ଟା କରିନାହାନ୍ତି। ଜାଣି ଶୁଣିକିରି ଲିଭେଇଲେ କି କ'ଣ ହେଲା ତାକୁ ତର୍ଜମା ଦରକାର, ଆବଶ୍ୟକ ତଦନ୍ତ ଦରକାର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ବି ଦରକାର। ଓଡ଼ିଶାରେ ନିନ୍ଦିତ ହେଲା କି ଖେଳ ଆସିବ ନାହିଁ, ସନ୍ଦେହ ସୃଷ୍ଟି ହେଲା କି? ଆପଣ ଦେଖିଛନ୍ତି ସାମାନ୍ୟ ୱାଟର ବୋତଲ ଫିଙ୍ଗି ଦେଇଥିଲେ, ପାଣି ବୋତଲ ଫୋପାଡ଼ିଲେ ବୋଲି ଆଜ୍ଞା କେତେ ବର୍ଷ ଖେଳ ଆସିଲାନି। ଆମେ ସେ ସୁଯୋଗ ହରେଇଲେ। ଆଜି ଯେତେବେଳେ 20 ମିନିଟ୍ ଆମର ପଳାଉଛି, ଏରି ଲାଇନ୍ ପଳାଉଛି, ଲାଇଟ୍ ଅନ୍ଧାର ହେଇଯାଉଛି ଖେଳ ସମୟରେ, ସାରା ବିଶ୍ୱ ଛିଛାକର କରୁଛି, ଖେଳାଳି ସମସ୍ତେ ଛିଛାକର କରୁଛନ୍ତି, ତାହେଲେ ଆଉ ଖେଳ ଆସିବ ବୋଲି ଆମେ ଆଶା କରିବା କି? ଖେଳ ଆସିବ ବୋଲି ଆମେ ଆଶା କରିବାନି। ତତ୍କାଳୀନ ସେକ୍ରେଟାରୀ ଥିଲେ ଆଶୀର୍ବାଦ ବେହେରା, ନିଜେ ଯାଇକିରି ଅଲ୍ ଇଣ୍ଡିଆ ଖେଳମାନଙ୍କୁ ସେମାନେ ସବୁ କନଭିନ୍ସ କରେଇଲେ। ଆପଣ ଜାଣିଛନ୍ତି ବହୁତ ସମୟ ଆଶୀର୍ବାଦ ବେହେରା ଗଲେ, ବହୁତ କ୍ଷମା ପ୍ରାର୍ଥନା ବି କଲେ, ତାପରେ ଯାଇକରି ଖେଳ ପ୍ରଦର୍ଶନ ହେଲା। ଆଜି ଲାଇଟ୍ ଯେତେବେଳେ ପଳାଉଛି, ମର୍ଡ଼ର ହେଇଯାଇଥାନ୍ତା ସେଠି କିଏ? ସେଇଠି କ'ଣ ଅବ୍ୟବସ୍ଥା ହେଇଥାନ୍ତା? ସେଇଠି କ'ଣ ଗୋଟେ ଅସୁବିଧା ହେଇଥାନ୍ତା? ମା ଭଉଣୀ ଭର୍ତ୍ତି ଥିଲେ। କିନ୍ତୁ ଦୁର୍ଭାଗ୍ୟ, ଖେଳ କାହିଁ ମୋତେ ଆସିଲା ବେଳେ ଦୁଶୁନି। ଏମାନେ ଯାଆନ୍ତୁ ଦରବାରରେ, ଦିଲ୍ଲୀ ଦରବାରରେ ମୁଣ୍ଡ ବାଡ଼ାନ୍ତୁ, ତାପରେ ଯାଇ କ'ଣ ହେଲା ବେଳେ। ଅଭିଶାପ କାହିଁକି ଆପଣ କହିଲେ? ଅଭିଶାପ, ଓଡ଼ିଆ ଅସ୍ମିତାର ଅଭିଶାପ ଇଏ। ଓଡ଼ିଆ ଅସ୍ମିତା ଯେତେବେଳେ କହିକି ସରକାରକୁ ଆସିଲେ କିଛି କଲେନି, ଇଏ ତାଙ୍କ ଅଭିଶାପ। ସାରା ବିଶ୍ୱ ଦରବାରରେ ନିନ୍ଦିତ, ଲଜ୍ଜିତ ହେଲେ।